ପିଲାମାନେ ଆଗକୁ ରହିଛି ଯାହାକି ଆମର ଜାନୁଆରୀ 26 ରହିଛି ଯାହାକି ରିପବ୍ଲିକ୍ ଡେ ବା ସାଧାରଣତନ୍ତ୍ର ଦିବସ। ଏହି ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଏକ ନୂଆ ଭାଷଣ ରହିଛି। ଆସ ଆମେ ସେହି ଭାଷଣଟିକୁ ଦେଖିବା। ବରେଣ୍ୟ ସଭାପତି ମହୋଦୟ, ପୂଜ୍ୟ ଗୁରୁଜୀ ଓ ଗୁରୁମାବୃନ୍ଦ, ବିଜ୍ଞ ବିଚାର ମଣ୍ଡଳୀ ଏବଂ ଏଠାରେ ଉପସ୍ଥିତ ମୋର ଛୋଟ ବଡ଼ ଭାଇ ଓ ଭଉଣୀ ଓ ମୋର ସହପାଠୀଗଣ, ଆଜିର ଏହି ପବିତ୍ର ସାଧାରଣ ଦିବସରେ ମୋତେ କିଛି କହିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ବହୁ ବର୍ଷ ବିଦେଶୀ ଶାସନାଧୀନ ରହି 1947 ମସିହା ଅଗଷ୍ଟ 15 ତାରିଖରେ ଆମ ଦେଶ ସ୍ୱାଧୀନ ହେଲା। ଆମ ଦେଶର ଏକ ଶାସନ ଖସଡ଼ା ତିଆରି ହେଲା। 1950 ଜାନୁଆରୀ 26 ତାରିଖରେ ଆମ ଦେଶର ସମ୍ବିଧାନ କାର୍ଯ୍ୟକାରୀ ହେଲା। ଏହି ଦିନଟିକୁ ଭାରତବର୍ଷର ସାଧାରଣତନ୍ତ୍ର ଦିବସ ରୂପେ ପାଳନ କରାଯାଏ। ଏହା ହେଉଛି ଭାରତୀୟମାନଙ୍କ ଗର୍ବ ଓ ଗୌରବ। ଏହି ଦିନ ସ୍କୁଲ, କଲେଜ ଓ ସରକାରୀ ଅନୁଷ୍ଠାନମାନଙ୍କରେ ପତାକା ଉତ୍ତୋଳନ କରାଯାଏ। ଜାତୀୟ ସଙ୍ଗୀତ ଗାନ ମଧ୍ୟ କରାଯାଏ। ଏହି ଦିନ ରାଷ୍ଟ୍ରପତି ଦେଶର ଉଦ୍ଦେଶ୍ୟରେ ବାର୍ତ୍ତା ପ୍ରଦାନ କରିଥାନ୍ତି। ଆମେ ଜାଣୁ ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ସମାନ। ତେଣୁ ସବୁ ଭାରତୀୟଙ୍କ ଲକ୍ଷ୍ୟ ଏକ ହେବା ଆବଶ୍ୟକ। ଗୋଟିଏ ଦେଶ ଜନନୀର କୋଟି କୋଟି ସନ୍ତାନ ସମସ୍ତେ ଏକତାବଦ୍ଧ ହୋଇ ଦେଶର ସର୍ବାଙ୍ଗୀନ ଉନ୍ନତି ପାଇଁ ବଦ୍ଧପରିକର ହେବା ଉଚିତ। ସମସ୍ତେ ଏହି ଆଦର୍ଶରେ ଅନୁପ୍ରାଣିତ ହେବ। ଏହି ଗଣତନ୍ତ୍ର ଦିବସର ମୁଖ୍ୟ ଉଦ୍ଦେଶ୍ୟ। ଏହି ଦିବସଟି ହେଉଛି ଆମ ପାଇଁ ଏକ ଗୌରବର ଦିନ। ଆମ ଦେଶର ଯେଉଁ ସମ୍ବିଧାନ ପ୍ରଣୟନ କରାଗଲା ତାର ପ୍ରଣେତା ହେଉଛନ୍ତି ଡକ୍ଟର B.R. ଆମ୍ବେଦକର। ସାରା ଦେଶର ବିଦ୍ୱାନ, ବୀର, ଦକ୍ଷ ପୋଲିସମାନଙ୍କୁ ଏହି ଦିନରେ ପୁରସ୍କୃତ କରାଯାଏ। ଏହା ଏକ ଗର୍ବ ଓ ଗୌରବର ଦିବସ। ଏହି ଦିନ ଆମେ ଶପଥ ନେବା ଆମ ଦେଶକୁ ଓ ଆମ ଭାଷାକୁ ସୁରକ୍ଷିତ ରଖିବା। ଏହି ଦିନ ଦିଲ୍ଲୀର ଇଣ୍ଡିଆ ଗେଟ୍ ଠାରେ ଜଳ, ସ୍ଥଳ ଓ ବାୟୁସେନା ପକ୍ଷରୁ ମାର୍ଚ୍ଚ ପାଷ୍ଟ କରାଯାଏ। ପ୍ରତ୍ୟେକ ଭାରତୀୟ ଯେଉଁଦିନ ଏକ ମନ ଏକ ପ୍ରାଣ ନେଇ ଭାରତୀୟ ଉନ୍ନତି ପାଇଁ ଆଗେଇ ଆସିବ, ସେଦିନ ଏହି ଗଣତନ୍ତ୍ର ଦିବସର ସଫଳ ରୂପାୟନ ହୋଇପାରିବ। ଏହି ସାଧାରଣତନ୍ତ୍ର ଦିବସଟି ଆମ ଜାତିର ମହତ୍ତ୍ୱ, ଯେଉଁଥିରେ ଆମେ ସମସ୍ତେ ବନ୍ଧା ହୋଇ ରହିଛୁ। ଏହି ଦିବସରେ ଆମ ଦେଶର ଶାସନ କ୍ଷମତା ପ୍ରସ୍ତୁତ ହୋଇଛି। ଏହି ଶାସନ ଖସଡ଼ା ବା ସମ୍ବିଧାନ ଆମ ଦେଶ ଓ ଜାତିର ସମ୍ମାନ ତଥା ଅଭୁଲା ସ୍ମୃତି। ମୁଁ ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି। ଜୟ ହିନ୍ଦ, ଜୟ ଜଗନ୍ନାଥ।